ସାଙ୍ଗମାନେ ବୁଟରେ ତ ଆପଣ ବହୁତ କିଛି ଜିନିଷ ଖାଇଥିବେ, କିନ୍ତୁ ବୁଟ ଆଉ ପାଳଙ୍ଗକୁ ମିଶେଇ କେବେ କିଛି ରେସିପି ଟ୍ରାଏ କରିଛନ୍ତି କି? ନମସ୍କାର, ଜୟ ଜଗନ୍ନାଥ, ଜୟ ଶ୍ରୀ ରାଧେ। ଆଜିର ରେସିପିଟା ହଉଛି ବୁଟ ଆଉ ପାଳଙ୍ଗକୁ ମିଶେଇ, ଆଉ ସେଇଟା ବହୁତ ସହଜ ଉପାୟରେ। ଆଉ ଆପଣ ଟିଫିନ ବି ନେଇପାରିବେ ଅଫିସକୁ, କାହିଁକି ନା ବହୁତ କମ ସମୟରେ ବନିଯାଏ। ପାଳଙ୍ଗ ଶାଗରେ ଯେତିକି କ୍ୟାଲସିୟମ ଆଉ ଆଇରନ୍ ଅଛି, ସେଇଟା ତ ଆମର ଦିନଭରର ଥକାନକୁ ସବୁ କୁଆଡେ ନେଇଯିବ ଆଉ ଗାୟବ କରିଦବ ଆଉ। ତାହେଲେ ପ୍ରଥମେ କଣ କରିବା, ବୁଟକୁ ଆମେ ଆଗରୁ ବତୁରେଇକି ରଖିଥିବା 5-6 ଘଣ୍ଟା ପୂର୍ବରୁ, କି ରାତିରେ ଯଦି ବତୁରେଇ ଦେବେ ତାହେଲେ ସକାଳେ କରିପାରିବେ ଆରାମସେ। ତ ପାଳଙ୍ଗଟାକୁ ଯେତେବେଳେ ବାଛିବେ ଦିନରେ ହିଁ ବାଛିବେ, ଯଦି ପୋକ ଥିବ ଖାଇଦେବେ ନା, ଗଲା ସରି। ତାପରେ ମୁଁ କଣ କରିଥିଲି, ଅଦା ପିଆଜ ରସୁଣକୁ ସବୁ ବାଟିକି ଗୋଟେ ପେଷ୍ଟ ବନେଇ ଦେଇଥିଲି, ଆଉ ବୁଟକୁ 3-4ଟା ସିଟି ଦେଇକି ସିଝେଇ ଦେଇଥିଲି। ମସଲାକୁ କଷି ଦେଇଥିଲି ଟିକେ, ଜଷ୍ଟ ନର୍ମାଲ ବେସିକ ମସଲା ସବୁ ପକେଇକି, ଯେମିତିକି ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ। ତାପରେ କଷି ହେଲା ପରେ ବୁଟ ଦେଇ ଦେଇଥିଲି। ବୁଟ ତାପରେ ସିଝି ଗଲା ପରେ ତା ଦେହରେ ମୁଁ ପାଳଙ୍ଗ ଶାଗକୁ କାଟିକି ଚୁନ ଚୁନ କରି ପକେଇ ଦେଇଥିଲି। ତାପରେ ତ ରେଡି ଆଉ। ସାଙ୍ଗମାନେ ଭିଡିଓଟି ଭଲ ଲାଗିଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବ, ଭିଡିଓଟି ଲାଇକ୍ କରିବ।